ଶନିବାର ଅପରାହ୍ନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠନଗର ରାଧାଗୋବିନ୍ଦ ଲେନ୍ ମାର୍କଣ୍ଡେୟ ସାହି ପୁରୀର ଅଷ୍ଟମ ବାର୍ଷିକୋତ୍ସବ ବୁଢ଼ୀମା କଲ୍ୟାଣ ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଛି। ମୁଖ୍ୟ ଅତିଥି ରୂପେ ଓଡ଼ିଶା ଜଳସେଚନ ବିଭାଗର ନିର୍ଦ୍ଦେଶକ ଇଞ୍ଜିନିୟର ପ୍ରତାପ ଚନ୍ଦ୍ର ଚୌଧୁରୀ, ଓସ୍ପାର ଯୁଗ୍ମ ନିର୍ଦ୍ଦେଶିକା ମମତା ମିଶ୍ର, ପୁରୀ ତହସିଲଦାର ଅଭିଷେକ ଦାସ, ସମ୍ପାଦକ ଶିକ୍ଷା ବିକାଶ ସମିତି ସରୋଜ କୁମାର ହାତୀ ପ୍ରମୁଖ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ। ସମାଜସେବୀ ଭକ୍ତଚରଣ ଦାସ, ସମ୍ପାଦକ ସତ୍ୟନାରାୟଣ ଦାସ ଏବଂ ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ସେମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ସ୍ୱାଗତ ବନ୍ଦନା ଗାନ କରାଯାଇ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା। ସମ୍ପାଦକଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ସାହୁଙ୍କ ଦ୍ୱାରା ବାର୍ଷିକ ବିବରଣୀ ପାଠ କରାଯାଇଥିଲା। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଶିଶୁ ବିଦ୍ୟା ମନ୍ଦିରର ଗୁଣାତ୍ମକ ଶୈକ୍ଷିକ ବ୍ୟବସ୍ଥା ସମାଜ ଓ ରାଷ୍ଟ୍ର ପାଇଁ ଉଦାହରଣୀୟ ହୋଇ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ପ୍ରଶଂସାମୂଳକ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି ବୋଲି ଉଦ୍ବୋଧନରେ ନିଜର ମତ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଦେବେନ୍ଦ୍ର କୁମାର ପଟ୍ଟନାୟକ ସମଗ୍ର ଭାରତରେ ବିଦ୍ୟାଭାରତୀର ତଥା ଓଡ଼ିଶାର ଶିକ୍ଷା ବିକାଶ ସମିତି ଶିଶୁମାନଙ୍କୁ ରାଷ୍ଟ୍ର ସର୍ବୋପରି ମନ୍ତ୍ରରେ ଦୀକ୍ଷିତ କରାଇ ଶିକ୍ଷାବିତ୍ମାନଙ୍କ ମାର୍ଗଦର୍ଶନରେ ସମାଜରେ ଉତ୍ତମ ମଣିଷ ନିର୍ମାଣ ପାଇଁ ଏକ ସମର୍ଥ ଭୂମିକା ନିର୍ବାହ କରୁଅଛି। ଏଣୁ ସମାଜର ଅଭିଭାବକଗଣ ନିଜର ସନ୍ତାନଙ୍କୁ ଏହି ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷାଲାଭ କରିବା ପାଇଁ ଯଥାସାଧ୍ୟ ଯତ୍ନଶୀଳ ହେବାକୁ ବକ୍ତବ୍ୟ ରଖିଥିଲେ। ପାଣ୍ଡଯାଗା ପରିଚାଳନା ସମିତିର ସଭାପତି ସମେତ ସମସ୍ତ ଅଧିକାରୀଗଣଙ୍କୁ, ଶିଶୁ ବିଦ୍ୟା ମନ୍ଦିରର ସମସ୍ତ କର୍ମଚାରୀମାନଙ୍କୁ, ପୂର୍ବପ୍ରାନ୍ତ କାର୍ଯ୍ୟକର୍ତ୍ତା ରାଜକିଶୋର ସାହୁ ଏବଂ ବୈଦ୍ୟନାଥ ମହାସୁଆର, ନୃତ୍ୟଗୁରୁ, ସଙ୍ଗୀତଗୁରୁ ଏବଂ ନିମନ୍ତ୍ରିତ ଅତିଥିଗଣଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ପର୍ବ ପରେ ବରିଷ୍ଠ, କନିଷ୍ଠ ଓ ସର୍ବକନିଷ୍ଠ ବିଭାଗର ଶ୍ରେଷ୍ଠ ବାଳକ ବାଳିକାଙ୍କୁ କ୍ରୀଡ଼ା ଗୌରବ ଓ ଶିଶୁ ବିଦ୍ୟା ମନ୍ଦିରର ସର୍ବଶ୍ରେଷ୍ଠ ଯୋଗ୍ୟ ବିଦ୍ୟାର୍ଥିନୀ ସୌମ୍ୟଶ୍ରୀ ସାହୁଙ୍କୁ ଶିଶୁ ଗୌରବ, ରାଜଲକ୍ଷ୍ମୀ ପୃଷ୍ଟିଙ୍କୁ ପ୍ରତିଭା ଗୌରବ ସମ୍ମାନରେ ଟ୍ରଫି ପ୍ରଦାନ କରାଯାଇଥିଲା। ଧନ୍ୟବାଦ ଅର୍ପଣ ପରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ଓଡ଼ିଶୀ ପ୍ରଭୃତି ବିବିଧ ଗୋଷ୍ଠୀ ନୃତ୍ୟ ସହିତ ନାଟକ ଧର୍ମପଦ ସମସ୍ତଙ୍କୁ ଆନନ୍ଦ ବିଭୋର କରାଇଥିଲା।